କିଛି ବିବାଦ ନାହିଁ। ବିବାଦ କ'ଣ? ଏଇଟା ଆମ ଘର କଥା। ଯାହା ଗୋଟେ ହେଇଛି ଆମର ଗୁରୁ ଶିଷ୍ୟର କଥା, ମାଲିକ କର୍ମଚାରୀର କଥା। ତେଣୁ ଇଏ ବିବାଦ କିଛି ନୁହଁ। ବିବାଦ ହେଉଛି ଆପଣଙ୍କ ପାଇଁ, ଆପଣ ବୁମ୍ ପାଇଁ, ଆପଣଙ୍କ ଚ୍ୟାନେଲ ପାଇଁ। ଏଇଟା ଆମ ପାଇଁ କିଛି ବିବାଦ ନୁହଁ। ଏଇଟା ନୂଆ କଥା ନୁହଁ। ବହୁତ ସମୟରେ ଘର ଭିତରେ ଝଗଡ଼ା ଛୋଟ ମୋଟ କଥା ହୁଏ। ତ ସେମିତି ଗୋଟେ କ'ଣ ହେଇଛି, ତେଣୁ ଏ କଥାର ସମାଧାନ ହେଇଗଲାଣି ବୋଲି ଧରି ନିଅନ୍ତୁ। ଆଉ ସମାଧାନ ହେଇଯିବ ଆଗକୁ। ନା ନା ସେମିତି ନାହିଁ। ନା ମୁଁ 70 ବର୍ଷ ମତେ ଖେଳ କରିବି ବୋଲି ଚିନ୍ତା କରୁଛି। କି କଥା ଇଏ? 70 ବର୍ଷ ଯେତେବେଳେ ହବ ମୁଁ ସେତେବେଳେ ମତେ ଖେଳ କରିବି। ପୁଣି ସାଡ଼କୁ କଣ୍ଟ୍ରାଭର୍ସି ଛାଡ଼ିକୁ ଆଇଯାଉଛି। ମାଲିକ କହିଲେ ସବୁ, ମାଲିକ ଠିକ୍ କହିଛନ୍ତି, ଭୁଲ କହିନାହାନ୍ତି ତ। ସେ ସବୁ ନୁହଁ, ଏରେ ପଇସା ସେ ଖର୍ଚ୍ଚ କରୁଛନ୍ତି ତ ସଂସ୍ଥା ତାଙ୍କର, ସେ ସବୁ ନୁହନ୍ତି କ'ଣ? ହଁ ହଁ, ନରୀ ଭାଇର କିଛି ଅସୁବିଧା ନାହିଁ। ବର୍ତ୍ତମାନ ସବୁ ସମସ୍ୟାର ସମାଧାନ ଧୀରେ ଧୀରେ ହେଇଯିବ ବୋଲି ମୁଁ ଆଶା ରଖିଛି। ଏଇଟା ଘର କଥା। ଆଉ ତାକୁ ପଚାରିକି ପେଣାଇକି ଏମିତି ଆଉ କରନି ପ୍ଲିଜ୍। ପଚାରି ସାରିଲଣି ନା ମୋତେ? ୟା ଭିତରେ କାয়ଦା କରି ପଚାରି ସାରିଲଣି, ମୁଁ ଆଉ ଜାଣିନି। ଯାହା ହଉ ଆମର ଯାତ୍ରା ସଂସ୍କୃତି ସୁରକ୍ଷା ମଞ୍ଚ ଯେଉଁ ଗୋଟେ ପ୍ରୟାସ କରିଛି, କଳାକାରମାନଙ୍କୁ ସମ୍ମାନିତ କରୁଛନ୍ତି। ଖାଲି ଯାତ୍ରା କଳାକାର ନୁହଁ, ସବୁ ବର୍ଗର କଳାକାରଙ୍କୁ, ପାଲାଠୁ ଆରମ୍ଭ କରିକି, ଘୋଡ଼ା ନାଚଠୁ ଆରମ୍ଭ କରିକି, ସମାଜ ସେବା କ୍ଷେତ୍ରରେ ଯେଉଁମାନେ ଆଗରେ ଅଛନ୍ତି ସେମାନଙ୍କଠୁ ଆରମ୍ଭ କରିକି ସବୁ ବର୍ଗର କଳାକାରଙ୍କୁ ସମ୍ମାନିତ କରୁଛନ୍ତି ଏବଂ ତାଙ୍କର ଆତ୍ମବଳକୁ ବଢ଼ାଉଛନ୍ତି। ସେଥିପାଇଁ ବହୁତ ବହୁତ ଧନ୍ୟବାଦ ଆମର ଯାତ୍ରା ସଂସ୍କୃତି ସୁରକ୍ଷା ମଞ୍ଚକୁ। ଯାହା ହଉ ତା ଭିତରେ ମୋତେ ବି ଟିକେ କାয়ଦା କରିକି ପୁରସ୍କାର ଦେଇଛନ୍ତି। ମୁଁ ସେଥିପାଇଁ ଟିକେ ଖୁସି ଅଛି। ଆଉ ଆପଣମାନେ ମୁହଁ ଆଗରେ ସବୁ ନଗେଇଛନ୍ତି, ତୁଣ୍ଡି, ୟାକୁ ଦେଖି ଆହୁରି ଖୁସି ଅଛି। ତ ବଢ଼ିଆ ସେ ହେଇଛି ପ୍ରୋଗ୍ରାମଟି। ତାପରେ ଖାଇବା ପିଇବା କତିକି ଗଲେ ଜଣାପଡ଼ିବ କ'ଣ ହାଉଁଟା କ'ଣ ହେଇଛି, ସେଇଠୁ ଆଉ ଭଲ ଜଣାପଡ଼ିବ। ଆଉ ଆପଣଙ୍କ ମାଇଣ୍ଡ ଏତେ ଫ୍ରି କେମିତି ରହୁଛି ଯେ ଏତେ ଆପଣଙ୍କ ନାଁରେ ବିବାଦ ନା, ତଥାପି ଆପଣ ଏତେ ଖୁସି କେମିତି ଆପଣ ରହିପାରୁଛନ୍ତି? ମେଡିଟେସନ କରୁଛନ୍ତି? ନା, ମେଡିଟେସନ ସମାଜ ତା ସୁବିଧା ଅନୁସାରେ କଥାବାର୍ତ୍ତା କରେ। ସମାଜ ତା ସୁବିଧା ଅନୁସାରେ କଥାବାର୍ତ୍ତା କରେ। ତେଣୁ ଆପଣଙ୍କ ସୁବିଧା ହେଲା ଆପଣ ଯେମିତି ମୋତେ ଯାହା ଭାବିଲେ। ତେଣୁ ସେ କଥାକୁ ମୁଁ ଯେମିତି ଭାବିବି, ତାହେଲେ ମୁଁ ପାଗଳା ହେଇଯିବି, ନହେଲେ ଘର ବସିଯିବି, ନହେଲେ କ'ଣ ଗୋଟେ ହେଇଯିବ। ଡାଇଲଗ ଗୋଟେ କ'ଣ କହିବି? ନାଇଁ, ଏଇ ଡାଇଲଗଟା କ'ଣ? ନା ନା, ବର୍ତ୍ତମାନ ମୋତେ ସେଇ କଥା କହିଲେ ଯେ ମୋର ଯେଉଁ ସିରିଏଲ୍ ପଇଲା ଯେତେବେଳେ, ଯେ ଦୟା ଭାଇ ଗୋଟେ କମେଡ଼ି କର, ମାନେ 2:30 ବାଜିଲାଣି, ଆଉ କମେଡ଼ି କଲେ ଆଉ ଯେଉଁମାନେ ଅଛନ୍ତି ସେମାନେ ଭୋକ ଲାଗିଲାଣି। ମୁଁ ସେଥିପାଇଁ କହିଲି ବେଳ ଖାଦ୍ୟ ବେଳକୁ, ବେଳ ଖାଦ୍ୟ ନଈ କୂଳକୁ। ସେ ଖାଇଲା ମାନେ ସେଟା ଇଣ୍ଡାଇଜେସନ ହେବ, ତମ ନଈ କୂଳକୁ ଯିବନି କି? ତ ସେଇଟା ବୁଝିବ ନା। ଆଉ ତ ଏଇଆ ହେଉଛି କଥା। ଜୟ ଜଗନ୍ନାଥ। କିଛି ବିବାଦ ନାହିଁ। ବିବାଦ କ'ଣ? ଏଇଟା ଆମ ଘର କଥା। ଯାହା ଗୋଟେ ହେଇଛି ଆମର ଗୁରୁ ଶିଷ୍ୟର କଥା, ମାଲିକ କର୍ମଚାରୀର କଥା। ତେଣୁ ଇଏ ବିବାଦ କିଛି ନୁହଁ। ବିବାଦ ହେଉଛି ଆପଣଙ୍କ ପାଇଁ, ଆପଣ ବୁମ୍ ପାଇଁ, ଆପଣଙ୍କ ଚ୍ୟାନେଲ ପାଇଁ। ଏଇଟା ଆମ ପାଇଁ କିଛି ବିବାଦ ନୁହଁ। ଏଇଟା ନୂଆ କଥା ନୁହଁ। ବହୁତ ସମୟରେ ଘର ଭିତରେ ଝଗଡ଼ା ଛୋଟ ମୋଟ କଥା ହୁଏ। ତ ସେମିତି ଗୋଟେ କ'ଣ ହେଇଛି, ତେଣୁ ଏ କଥାର ସମାଧାନ ହେଇଗଲାଣି ବୋଲି ଧରି ନିଅନ୍ତୁ। ଆଉ ସମାଧାନ ହେଇଯିବ ଆଗକୁ। ନା ନା, ଯେଉଁ କେଉଁ କଥା ନେଇ କହୁଛ? ମାନେ ଯାତ୍ରା ମୁଁ କରିବିନି କ'ଣ ପାଇଁ କହୁଛ? ମତେ ତ ବୟକଟ କରାହେଇନି। ମତେ ବୟକଟ କରାହେଇନି। ନା 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 ନା, ସେମିତି ନାହିଁ। ନା, ମୁଁ 70 ବର୍ଷ ମତେ ଖେଳ କରିବି ବୋଲି ଚିନ୍ତା କରୁଛି। କି କଥା ଇଏ? 70 ବର୍ଷ ଯେତେବେଳେ ହବ ମୁଁ ସେତେବେଳେ ମତେ ଖେଳ କରିବି। ମୁଁ ଯୋଉଠି ଖେଳ କରୁଛି, କୋଉଠି ଖେଳ କରୁଛି? ମୁଁ ଯାତ୍ରା ମଞ୍ଚରେ କରୁଛି। ସେ ଯାତ୍ରା ମଞ୍ଚରେ ବୁଝିବ ନା। ଏଇ ଦେଖିଲ ସବୁବେଳେ ଖାଲି ଦିଟା ବୁଝିଲ ଆଉ। କ'ଣ 70? ମତେ ଜମା 37 ହେଇନି, 70 କହିଲେଣି। କି କଥା ଦେଖିଲ? ଆଜ୍ଞା। ନା ନା, ସେଇଟା ହେଉଛି କ'ଣ, ବେଳେବେଳେ ବୁଝାମଣାରେ ଏପଟ ସେପଟ, ଘର ଭିତରେ ବି ଆମେ 5 ଜଣ ପରିବାର ଭିତରେ ବି, ବାପା ମା ଛୁଆ ଭିତରେ ବି ବୁଝାମଣା ଏପଟ ସେପଟ ହେଉଛି। ଏଇଟା ଯେହେତୁ ଆମର ଘର, ଆମ ଜଗତ, ତେଣୁ ବୁଝାମଣା ଏପଟ ସେପଟ ହେଇଛି। ତାପରେ ମୁଁ ଭାବୁଛି ବୋଧେ ସବୁ ଠିକ୍ ଠାକ୍ ହେଇଯିବ ୟା ପରେ। ପୁଣି ସାଡ଼କୁ କଣ୍ଟ୍ରାଭର୍ସି ଛାଡ଼ିକୁ ଆଇଯାଉଛି। ମାଲିକ କହିଲେ ସବୁ, ମାଲିକ ଠିକ୍ କହିଛନ୍ତି, ଭୁଲ କହିନାହାନ୍ତି ତ। ସେ ସବୁ ନୁହଁ, ଏରେ ପଇସା ସେ ଖର୍ଚ୍ଚ କରୁଛନ୍ତି ତ ସଂସ୍ଥା ତାଙ୍କର, ସେ ସବୁ ନୁହନ୍ତି କ'ଣ? ଯଦି ସାର୍ କହିଛନ୍ତି, ମୁଁ ଚେଷ୍ଟା କରିବି ଯିବା ପାଇଁ। ସାର୍ଙ୍କ ପାଖକୁ ଯୋଗାଯୋଗ କରିବି। ମୁଁ ଯୋଗାଯୋଗ ଚଲେଇଛି, ଯିବା ପାଇଁ ଚେଷ୍ଟା କରିବି। କିଛି ଅସୁବିଧା ନାହିଁ। ହଁ ହଁ, ନରୀ ଭାଇର କିଛି ଅସୁବିଧା ନାହିଁ। ବର୍ତ୍ତମାନ ସବୁ ସମସ୍ୟାର ସମାଧାନ ଧୀରେ ଧୀରେ ହେଇଯିବ ବୋଲି ମୁଁ ଆଶା ରଖିଛି। ଏଇଟା ଘର କଥା। ଆଉ ତାକୁ ପଚାରିକି ପେଣାଇକି ଏମିତି ଆଉ କରନି ପ୍ଲିଜ୍।